পরমানন্দ হে মাধব পদু গৌচি মকরন্দ হে মকরন্দ পান করি আনন্দে বলো হরি হরি। ତେଣୁ ତୁମେ ଯଦି କୃଷ୍ଣଙ୍କ ପାଖରେ ଶରଣାପନ୍ନ ହେଇଗଲ ତୁମର ସ୍ଥାନ ବହୁତ ଉଚ୍ଚକୁ ଚାଲିଗଲା। ତେଣୁ ତାଙ୍କ ଇଚ୍ଛାର ସବୁ କିଛି ହେଉଛି। କୃଷ୍ଣ ଇଚ୍ଛା ହିଁ ବଳବତ୍ତର, ତାଙ୍କ ଇଚ୍ଛାରେ ସବୁ କିଛି ହେଉଛି। କୃଷ୍ଣ ସ୍ୱଭିଜ୍ଞ ସ୍ୱରାଟ ସ୍ୱତନ୍ତ୍ର ପୁରୁଷ। ଆମର କୌଣସି କର୍ମ ଦ୍ୱାରା ଆମେ ଗୋଟେ ବଡ଼ ଉଚ୍ଚ ପଦବୀ ପ୍ରାପ୍ତ ହେଇଯାଇଛୁ, କିନ୍ତୁ ଆମେ ବଡ଼ ନହୁ। ଆମେ ସେଥିରୁ ପତନ ହେଇଯିବୁ। ଦିନ ଆସିବା ଆମେ ସେଥିରୁ ପତନ ହେଇଯିବୁ। କିନ୍ତୁ ଯେଉଁମାନେ କୃଷ୍ଣଙ୍କର ଭକ୍ତ ହେବେ ସେମାନେ ସେ ପଦବୀରୁ କେବେ ତଳକୁ ଖସିବେ ନା। କୃଷ୍ଣ ଭକ୍ତ ପଦବୀ ଠାରୁ ଆଉ ବଡ଼ ପଦବୀ ନାହିଁ। ଦେବରାଜ ଇନ୍ଦ୍ର ଘୁଷୁରୀ ଜନ୍ମ ପାଇଗଲେ। ଏତେ ଉଚ୍ଚ ସ୍ଥିତିରେ ଥାଇକି ମଧ୍ୟ ସେ ଘୁଷୁରୀ ଜନ୍ମ ପାଇଗଲେ। ସେ ବହୁତ ବଡ଼ ପଦବୀରେ ଥିଲେ। ଗୁରୁପାଦ ପଦ୍ମର ଅପରାଧ ଯୋଗୁଁ ତାଙ୍କର ସମସ୍ତ ପ୍ରକାର ଶକ୍ତି ଶ୍ରୀ ନଷ୍ଟ ହେଇଗଲା। ତେଣୁ ଏଇ ଯେଉଁ ଜଡ଼ ପଦ ପଦବୀ ଆମକୁ ମିଳୁଛି, ଭୌତିକ ପଦ ପଦବୀ, ଏଗୁଡ଼ିକ ସବୁ କ୍ଷଣସ୍ଥାୟୀ। ଏଗୁଡ଼ିକ ଆମକୁ କିଛି କାମ ଦେବନି। ଏଇ ଯେଉଁ ଜଡ଼ ପଦ ପଦବୀ ଆମେ ପାଉଛୁ ସେଟା ଆମେ ଆମର କର୍ମୋନ୍ମୁଖୀ ସ୍ୱୀକୃତି ବଶତଃ ଆମେ ଲାଭ କରୁଛୁ। ପୁନର୍ବାର କ୍ଷୟ ହେଇଗଲେ ସ୍ୱୀକୃତି ଆମେ ପତିତ ହେଇଯିବୁ, ଆମର ପତନ ହେଇଯିବ। ହୀନେ ପୁଣ୍ୟ ମର୍ତ୍ତେ ଲୋକମ୍ ବିଶନ୍ତି। ସ୍ୱର୍ଗ ରାଜ୍ୟକୁ ଯାଇଛୁ, ସେଠୁ ପତନ ହେଇଯିବ। ତେଣୁ ଏ ଜଗତରେ ଆମେ ବଡ଼ ହେବା ପାଇଁ ଯେଉଁ ଚେଷ୍ଟା କରୁଛେ ତାହା କେବଳ ଚପଳ ସୁଖ ଲାଗେ, ଚପଳ ସୁଖ ଲାଗେ। କିନ୍ତୁ ଯେଉଁମାନେ ଭଗବାନ କୃଷ୍ଣଙ୍କର ଅଭୟ ଚରଣର ବିନ୍ଦରେ ଆତ୍ମସମର୍ପଣ କରିଛନ୍ତି ସେମାନେ କୌଣସି ଅବସ୍ଥାକୁ ଖାତିର କରିବେ ନା। ମୋର ଯେତିକି ଟିକେ ଅଛି ମୁଁ ତାହାରି ଦ୍ୱାରା କେମିତି କୃଷ୍ଣଙ୍କର ପ୍ରୀତି ବିଧାନ କରିବି। ତେଣୁ ଅନ୍ୟ କୌଣସି ବସ୍ତୁ ସଂଗ୍ରହ କରିବାର ଆବଶ୍ୟକତା ନାହିଁ। ମୋର ବେଶୀ କିଛି ସମ୍ପତ୍ତି ନାହିଁ, ପଇସା ନାହିଁ, ମୁଁ କେବଳ କୃଷ୍ଣଙ୍କୁ ଜଳ ତୁଳସୀ ଟିକେ ଦେଲେ ସେ ସନ୍ତୁଷ୍ଟ ହେବେ। କିନ୍ତୁ ଯାହା ବି କରିବି କେବଳ ପ୍ରୀତିର ସହିତ। ସେ ପରମ ପୁରୁଷ ଭଗବାନ, ସେ ଆମଠାରୁ କିଛି ଚାହାନ୍ତି ନା। ସେ କେବଳ ଚାହାନ୍ତି ଟିକେ ପ୍ରୀତି, ଟିକେ ତାଙ୍କ ପ୍ରତି ଭଲ ପାଇବା, ପ୍ରେମ, ସେତିକି ଟିକେ ତାଙ୍କର ଆବଶ୍ୟକ, ଆଉ କିଛି ଦରକାର ନାହିଁ। ତେଣୁ ଆମେ ଯାହା ବି ଦେବା ଆମେ ଚିନ୍ତା କରିବା ଉଚିତ ନୁହେଁ ଯେ ମୋର ତ କିଛି ନାହିଁ, ମୁଁ କ'ଣ ଦେଇପାରିବି କୃଷ୍ଣଙ୍କୁ। ନା, ଆମର ଯାହା ଅଛି ଯତ୍କିଞ୍ଚିତ ଆମେ ଦେଇପାରିବା ତାକୁ ଅତି ଶ୍ରଦ୍ଧାର ସହିତ ପ୍ରୀତିର ସହିତ ଆମେ କୃଷ୍ଣଙ୍କୁ ପ୍ରଦାନ କରିବା।
आमर एकमात्र इच्छा कौन कि मुझे केमती खुशी कर मुझर सुख विधान सेटा हूँ भक्ति कृष्णकर प्रीति विधान करवा ही भक्ति आ भक्ति बोली अन्य जिनस किसी ना एवं निरवच्छिन्न भाव जिते जड़े कृष्णकर सुख अनुसंधान करिवो सेतेबेले से कृष्ण प्रेम प्राप्त हो यह हूँ कृष्ण सुख अनुसंधान तेणु आम से कृष्णकर सुख अनुसंधान करवा किंतु आम ताहा न करिकी आम आमर सुख अनुसंधान आम कृष्णकर सुख अनुसंधान न करिकी आम निजर सुख अनुसंधान कर तेणु मोर हेले मु कृष्ण को सेवा देवी मोर बर्तमान नहीं मु कृष्ण को सेवा दे पारि ये समर्पित आत्मार कथा नुहे समर्पित आत्माटा एमती भाव के जदि आम कृष्णकर आत्मसमर्पण करी आत्मनिवेदन करी सेवा करिबा तांको संगरे आमर संबंध स्थापन करिबा ताहाले मृत्यु मध्य भय कर मृत्यु मध्य भय कर तेणु आम जो सेवा करिबा ये गुरु वैष्णव सहित समन्वित होइके आम सेवा करिबा ताहले आम केबे सेवार विच्युत हवा वैष्णव गुरु संग करके सेवा कर तेणु सी जमराज तार किसी करें ना ये भगवान कृष्ण को सेवा करुच्ची जमराज तार किसी करें तेणु भगवान कृष्ण आमको कि भाव आकर्षण कर विग्रह रूप से आमको आकर्षण कर भिन्न भिन्न स्थान भिन्न भिन्न मंदिर रे से विग्रह रूप रही आमको आकर्षण कर तेणु तांको आम केमिति भव सेवा दबा तेणु आमर कार्य होउची आमे तांको पई जहा करिबा तांकर प्रीति पई करिबा तांको पई रांधिबा तांको पई वस्त्र सिलाई करिबा तांकर घर झाड़ू दबा मार्जन करिबा जहा किछि करिबा सब तांकर प्रीति पई करिबा जदि ता भीतर आमर सुख किछि रहि गला ताहाले सेटा कर्मकांड्य होई जाय तेणु हरि सुख ही भक्ति पथ तेणु जदि आम हरि सुख न देखा ताहले आम आमर इंद्रिय सुख देखा तेणु यही प्रेममय सेवा केमिति देवाक पड़िबो भगवान केमिति प्रेममय सेवा देवाक पड़िबो से शिक्षा देवाई भगवान कृष्ण निजे गौरव हरि रूप अवतीर्ण होते तेणु गौर सुंदर भक्तावतार होके आसिले एवं यही संकीर्तन माध्यम नाम प्रेम प्रचार कर जो प्रेम ध्रुव महाराज तपस्या करके पाई ना से प्रेम से अकातर समस्त वितरण कर तेणु गौरांग महाप्रभुंकर से प्रेम नाम संकीर्तन कृष्णंकर मुरली सोन
ବଂଶୀ ଶୁଣ ସଦ୍ଗୁରୁ ଶୁଣ। କୃଷ୍ଣଙ୍କର ବଂଶୀ ଶୁଣ ଶୁଣିଲେ ସମସ୍ତେ କୃଷ୍ଣଙ୍କ ପାଖକୁ ଧାଇଁ ଯାଆନ୍ତି। ଠିକ୍ ସେଇଭଳି ଭାବରେ ମହାପ୍ରଭୁଙ୍କର ନାମ ସଂକୀର୍ତ୍ତନ ଶ୍ରବଣ କଲେ ସ୍ତ୍ରୀ ପୁତ୍ର ମାନେ ସ୍ତ୍ରୀ ବାଳକ ବୃଦ୍ଧ ଯୁବକ ଯୁବତୀ ସମସ୍ତେ ଆକୃଷ୍ଟ ହେଇଯାଆନ୍ତି। ତେଣୁ ଏ ସଂକୀର୍ତ୍ତନ ହେଉଛି ଅତି ଦିବ୍ୟ ଧ୍ୱନି ତଳ କୃଷ୍ଣ ପ୍ରେମ ଠାକୁର। ତେଣୁ ପ୍ରେମ ବିନା ଭଜନ ହେଇପାରିବ ନା, ସେବା ହେଇପାରିବ ନା। ପ୍ରେମ ନଥାଇକି ଯଦି କିଏ କିଛି କରୁଛି ତାହା ଆନୁଷ୍ଠାନିକ କର୍ମ ଭଳି ଧରାଯିବ, ତାହା ସେବା ନୁହେଁ। ତେଣୁ ସେବା ଅର୍ଥ ହେଉଛି ସେଥିରେ ପ୍ରେମ ରହିବ, ପ୍ରୀତି ରହିବ, ତାହେଲେ ସେଟା ସେବା ହେବ ବା ଭକ୍ତି ହେବ। ଯଦି ଆମ ଭିତରେ ତାଙ୍କ ପ୍ରତି ପ୍ରୀତି ବଢ଼ିବ ତାହେଲେ ଆମ ସେବା କରିବାକୁ ଇଚ୍ଛା ଜାଗ୍ରତ ହେବ। ତେଣୁ ପ୍ରୀତି ଥିଲେ ଜଣେ ଉନ୍ମାଦ ହେଇଯିବ, ପ୍ରେମ ଥିଲେ ଉନ୍ମାଦ ହେଇଯିବ। ତେଣୁ ଇଏ ହେଉଛି ମାନବ ଜୀବନର ଅନ୍ତିମ ଲକ୍ଷ୍ୟ।